এই টাइम केतेବେଳେ ପଳେଇଛି ଆପଣ ନିଜେ ବି ଜାଣିପାରିବେ ନାହିଁ। ମୁଁ କ'ଣ ପାଇଁ କହୁଛି ନିହାତି ଭାବେ ଭିଡ଼ିଓ ଫାଷ୍ଟ କ୍ଲାସ୍ ଦେଖିଲେ ସବୁ କିଛି ଡିଟେଲ୍ସ ଜାଣିପାରିବ। ମୁଁ ବିଭୁ ଆପଣଙ୍କୁ ସ୍ୱାଗତ କରୁଛି ବିକଜ ଅଫ୍ ଜବ୍ ଅପଡ଼େଟ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ନିହାତି ଭାବରେ ଚ୍ୟାନେଲକୁ ନୂଆ ହେଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲେ ନାହିଁ। ଓକେ, ଆଜି ମୁଁ ଡିଷ୍ଟ୍ରିକ୍ଟ ପୋଲିସ କନଷ୍ଟେବଲ ଆଗକୁ ଆସିବାକୁ ଯାଉଛି, ତ ପାଖାପାଖି 3000+ ପୋଷ୍ଟ ଆସିବାକୁ ଯାଉଛି। ତ ଆପଣମାନେ କେମିତି ପଢ଼ିବେ, ଓକେ କ'ଣ ସିଲେକ୍ସନ୍ ପ୍ରୋସେସ୍ ରହିଛି, ଡକୁମେଣ୍ଟ କ'ଣ ଦରକାର, ଆପଣଙ୍କୁ କେମିତି ପ୍ରିପାରେସନ୍ କରିବାକୁ ପଡ଼ିବ, ନିହାତି ଭାବରେ ଆପଣଙ୍କୁ ଭିଡ଼ିଓ ଫାଷ୍ଟ କ୍ଲାସ୍ ଦେଖନ୍ତୁ। ସବୁ କିଛି ଡିଟେଲ୍ସ ମଧ୍ୟ ଏଇ ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଏଇ ଭିଡ଼ିଓ ଯଦି ଫାଷ୍ଟ କ୍ଲାସ୍ ଦେଖି ଦେଉଛନ୍ତି ଆପଣଙ୍କୁ ଡିଷ୍ଟ୍ରିକ୍ଟ ପୋଲିସର ଯେକୌଣସି ଆପଣ କୌଣସି ବି ଡାଉଟ୍ ରହିବ ନାହିଁ। ଫିଜିକାଲ୍ ହେଇଗଲା, ମେଡ଼ିକାଲ୍ ହେଇଗଲା, ରିଟେନ୍ ହେଇଗଲା, ସବୁ କିଛି ବି ଡାଉଟ୍ ରହିବ ନାହିଁ। ତେଣୁ ବିନା ସ୍କିପ୍ ଭିଡ଼ିଓ ଫାଷ୍ଟ କ୍ଲାସ୍ ଦେଖ। ଓକେ, ତ ଆଉ ଗୋଟେ କଥା, ଯଦି ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି ତ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲେ ନାହିଁ। ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଲେ ଦେଖ ଆପଣଙ୍କୁ ମୁଁ ଡିଷ୍ଟ୍ରିକ୍ଟ ପୋଲିସ 2022ର ନୋଟିଫିକେସନ୍ ମଧ୍ୟ ପ୍ରୋଭାଇଡ଼ କରିଥିଲି, ଯେଉଁ 2022ରେ ବାହାରିଥିଲା। ଆଉ ଆପଣଙ୍କୁ ଯେଉଁ ଯେତେ ସବୁ ଜବ୍ର ଆଡ଼ମିଟ୍ କାର୍ଡ଼ ହେଇଗଲା, ଏକ୍ଜାମ୍ ଡେଟ୍ ଆସିଗଲା, ରେଜଲ୍ଟ ହେଲା, ସବୁକିଛି ଜବ୍ର ଅପଡ଼େଟ୍ ଆପଣଙ୍କୁ ଆମ ଟେଲିଗ୍ରାମ ଗ୍ରୁପ୍ରେ ଦେଖିବାକୁ ମିଳିଯିବ। ମୋଟିଭେସନାଲ୍ ଭିଡ଼ିଓ ହେଇଗଲା, ଆପଣଙ୍କୁ ସବୁ କିଛି ଡିଟେଲ୍ସ ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ପ୍ରୋଭାଇଡ଼ କରିଦେବ। ଜିକେ ମଧ୍ୟ କରେଣ୍ଟ ଆଫେୟାର୍ ଯେତେ ସବୁ ଅଛି ଆପଣମାନଙ୍କୁ ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଦେଖିବାକୁ ମିଳିଯିବ। ତ ନିହାତି ଭାବରେ ଆପଣମାନେ ଡିସ୍କ୍ରିପ୍ସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମଧ୍ୟ ମିଳିଯିବ, ଏଇଠି କ୍ଲିକ୍ କରିକି ଜଏନ୍ ହେଇପାରିବେ। ଫାଷ୍ଟ କଥା ହେଲା କି ଯେଉଁ 2022ରେ ଡିଷ୍ଟ୍ରିକ୍ଟ ପୋଲିସ ବାହାରିଥିଲା, ତ ଆପଣଙ୍କୁ କହିଦେଉଛି କେଉଁ ଜାଗାରେ କେତେ ପୋଷ୍ଟ ବାହାରିଥିଲା। ତେବେ ଯଦି ଜାଣିବାକୁ ଚାହୁଁଛନ୍ତି ତ ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ମଧ୍ୟ ତା'ର ନୋଟିଫିକେସନ୍ ମଧ୍ୟ ପଢ଼ିପାରିବେ। ଓକେ, ତ ଫାଷ୍ଟ କଥା ହେଲା କି ଡକୁମେଣ୍ଟ କ'ଣ ଦରକାର ଦେଖନ୍ତୁ। ଏଥିରେ କ୍ୱାଲିଫିକେସନ୍ ମିନିମମ୍ +2 ମାଗୁଛି। ଉଭୟ ହେଲା, ଉଭୟ ମେଲ୍ ଫିମେଲ୍ ମଧ୍ୟ ପକାଇ ପାରିବେ। ଓକେ, +2 ମାଗୁଛି, ତେଣୁ ଆପଣଙ୍କୁ ନିହାତି ଭାବରେ +2 ପରସେଣ୍ଟ 10th ସାର୍ଟିଫିକେଟ୍, +2 ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ଼ ବଗେରା ଯାହା ପର୍ସନାଲ ଡିଟେଲ୍ସ ଆପଣ ଦେବାକୁ ପଡ଼େ। ତ ଏଥିରେ ମେନ୍ ଜିନିଷ ହେଉଛି ଆପଣଙ୍କୁ ରେଜିଷ୍ଟ୍ରେସନ୍। ଓକେ, ଯଦି ଆପଣ ଏବେ ସୁଦ୍ଧା ରେଜିଷ୍ଟ୍ରେସନ୍ କରିନେ ତ ନିହାତି ଭାବରେ ଆପଣମାନେ ରେଜିଷ୍ଟ୍ରେସନ୍ କରିଦିଅନ୍ତୁ। କାରଣ ଯଦି ବି ଜାଣିଥିବେ 2022 କଥା, ବହୁତ ପିଲା କିଏ ନେମ୍ ରେଜିଷ୍ଟ୍ରେସନ୍ କରିଥିଲେ, ବହୁତ ପିଲା କିଏ ମାନେ ରିନ୍ୟୁ କରିନଥିଲେ, ଡେଟ୍ ଏକ୍ସପାୟାର ହେଇଯାଇଥିଲା। ତ ତେଣୁ ମୁଁ ଆଗୁଆ ଆପଣଙ୍କୁ କହିଦେଉଛି, ଏଇଟା ସବୁଠୁ ଫାଷ୍ଟ ମେନ୍ ପଏଣ୍ଟ, ଯେଉଁଟାକି ନେମ୍ ରେଜିଷ୍ଟ୍ରେସନ୍। ମୁଁ ଆପଣଙ୍କୁ କହିଦେଉଛି, ଯଦି ଆପଣ ନିଜ ଡିଷ୍ଟ୍ରିକ୍ଟରେ ଫାଷ୍ଟ କରି ନେମ୍ ରେଜିଷ୍ଟ୍ରେସନ୍ ଅଫିସକୁ ଯିବେ, ମଙ୍ଗଳବାର ଶୁକ୍ରବାର ବୋଧେ ଖୋଲୁଛି, ସେଇଦିନ ଯିବେ। ଓକେ, ତ ପଚାରିବେ, ସବୁ କିଛି ଡିଟେଲ୍ସ ମଧ୍ୟ ଆପଣଙ୍କୁ ନେଇକି ଯିବେ। କ'ଣ ଡିଟେଲ୍ସ ନେଇକି ଯିବେ, ଫାଷ୍ଟ କରି ସବୁ କିଛି ଡକୁମେଣ୍ଟର ଅରିଜିନାଲ୍, ଆପଣ ଯେଉଁ ଯାଏଁ କ୍ୱାଲିଫିକେସନ୍ କରିଛନ୍ତି, ସପୋଜ୍ ଆପଣ +3 ଯାଏଁ ପଢ଼ିଛନ୍ତି, ଆପଣ 10th +2 +3 ସବୁ ଆପଣଙ୍କୁ ଅରିଜିନାଲ୍ ୱିଥ୍ ଜେରକ୍ସ। ଓକେ, ଆଉ ଆପଣଙ୍କୁ କାଷ୍ଟ ସାର୍ଟିଫିକେଟ୍, ଯଦି ବି ଜେନେରାଲରୁ ବିଲଙ୍ଗସ୍ କରୁଛନ୍ତି କାଷ୍ଟ ସାର୍ଟିଫିକେଟ୍ ତ ଦରକାର ନାହିଁ। ଓକେ, ତ କାଷ୍ଟ ସାର୍ଟିଫିକେଟ୍ ଫଟୋ ମଧ୍ୟ ନେଇକି ଯିବେ। ତ ଓକେ, ତ ସବୁ ପର୍ସନାଲ ଡିଟେଲ୍, ରେସିଡେଣ୍ଟ ସାର୍ଟିଫିକେଟ୍ ନେଇକି ଯିବେ। ଓକେ, ନେଇକି ଗଲେ ସେ ଆରାମସେ ଗୋଟେ ଦିନରେ ବାହାର କରିଦେବେ। ଅନଲାଇନ୍ ମଧ୍ୟ ହେଉଛି, ଅନଲାଇନ୍ ବହୁତ ସାରା ସର୍ଭର ଡାଉନ୍ ରହୁଛି। ତ ତେଣୁ ବେଟର୍ ହେବ ଗୋଟେ ଦିନରେ ଆପଣ ନିଜ ଡିଷ୍ଟ୍ରିକ୍ଟରେ ଆରାମସେ ପକାଇ ପାରିବେ। ଯେଉଁମାନେ ଭୁବନେଶ୍ୱର, ଯେଉଁମାନେ SC କାଷ୍ଟ ବିଲଙ୍ଗସ୍ କରୁଛନ୍ତି ଭୁବନେଶ୍ୱର ପକାଇ ପାରିବେ, ଆପଣ ଆରାମସେ ଅନଲାଇନ୍ ପକାଇ ପାରିବେ। ଯଦି ଅସୁବିଧା ହେଉଛି ତ ନିହାତି ଭାବରେ ଆପଣ ଗୋଟେ ଦିନ କରିକି, ମୋ ମତରେ ଅଫଲାଇନ୍ ହେଉଛି ସବୁଠୁ ବେଷ୍ଟ। ଗୋଟେ ଦିନ ହେଇଯିବ, ଯେଉଁଠି ଆପଣଙ୍କୁ ଟେନସନ୍ ରହିପାରିବ ନାହିଁ। ଅନଲାଇନ୍ରେ ପକାଉଥିବେ, ଆଜି ନହେବ କାଲି ଯିବେ, ନହେବ ଆପଣଙ୍କୁ ଗୋଟେ ଟେନସନ୍ ରହିବ। ତ ଗୋଟେ ଦିନ ଆରାମସେ କରିଦେଲେ ବେଟର୍ ରହିବ। ଠିକ୍ ଅଛି, ଯେଉଁମାନେ ବି ଜାଣିପାରୁନ କେମିତି କ'ଣ ଆପ୍ଲାଏ କରିବେ, ନିହାତି ଭାବରେ ଓକେ, ତ ତା'ର ପର୍ସନାଲି ମଧ୍ୟ ମୋତେ ମେସେଜ୍ କରିବେ, ଟେଲିଗ୍ରାମରେ ମେସେଜ୍ କରିବେ, ନହେଲେ ଆପଣ କମେଣ୍ଟ ବକ୍ସରେ ମେସେଜ୍ କରିବେ, ମୁଁ ଆପଣଙ୍କୁ କହିଦେବି। ତ ପାଖାପାଖି 2000 3000+ ପୋଷ୍ଟ ଆସିବାର ଅଛି। ଓକେ, ତ ସେଇ ଅନୁସାରେ ଆପଣଙ୍କୁ ପ୍ରିପାରେସନ୍ କରିବେ। ବର୍ତ୍ତମାନ ଟାଇମ୍ରେ ଆପଣ ଡକୁମେଣ୍ଟ କ'ଣ ହେଲା ଜାଣିପାରିବ। ମେନ୍ ଏଥିରେ ଇମ୍ପୋର୍ଟାଣ୍ଟ ହେଉଛି ନେମ୍ ରେଜିଷ୍ଟ୍ରେସନ୍। ଓକେ, ତ ନିହାତି ଭାବରେ ଆପଣମାନେ କରିଦେଇଥିବେ। ତ ଆପଣଙ୍କୁ ପୋଷ୍ଟ ଅନୁସାରେ ପୋଷ୍ଟ କେତେ ବାହାରିଛି, କେଉଁ ଡିଷ୍ଟ୍ରିକ୍ଟରେ କେତେ ବାହାରିଛି, ଆପଣଙ୍କୁ ସେ ଅନୁସାରେ ଟେନସନ୍ ନେବା କିଛି ବି ଦରକାର ନାହିଁ। ତ ଆପଣ ଫାଷ୍ଟ କରିକି ପଢ଼ାପଢ଼ି କରନ୍ତୁ। ଏଥିରେ ଫାଷ୍ଟ ହେଲା ରିଟିନ୍ ଏକ୍ଜାମ୍। ରିଟିନ୍ କ୍ୱାଲିଫାଇ ହେଲେ ଆପଣଙ୍କୁ ଫିଜିକାଲ୍ ଦେବାକୁ ପଡ଼ିବ। ତ ଫିଜିକାଲରେ ମୁଁ ଆପଣଙ୍କୁ ଏଇଠି କହିଦେଉଛି। ଓକେ, ତ ଫିଜିକାଲରେ କ୍ୱାଲିଫାଇ ହେଲେ ଆପଣଙ୍କୁ ସେଇ ଫିଜିକାଲ୍ ଦିନ ମେଡ଼ିକାଲ୍ ହୁଏ। ଓକେ, ତ ମୁଁ ଆପଣଙ୍କୁ ଅଲରେଡ଼ି କହିଦେଉଛି, ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ମେଡ଼ିକାଲ୍ ନାହିଁ କହିଲେ ଚଳେ। ଓକେ, ତ ରିଟିନ୍ ଫିଜିକାଲ୍ କ୍ଲିୟର୍ ହେଲେ ଯେଉଁଦିନ ଫିଜିକାଲ୍ ସେଦିନ ଜଷ୍ଟ ମେଡ଼ିକାଲ୍ କରିଦେବେ। ଯେମିତି ଜଷ୍ଟ ବ୍ଲଡ଼ ପ୍ରେସର୍, ଗୋଟେ ଡିଷ୍ଟ୍ରିକ୍ଟରେ ବ୍ଲଡ଼ ପ୍ରେସର୍ ମାପିକି ଛାଡ଼ିଦେବେ, ଗୋଟେ ଡିଷ୍ଟ୍ରିକ୍ଟରେ କେବଳ ମେଡ଼ିକାଲ୍ କରନ୍ତି ନାହିଁ, ଗୋଟେ ଡିଷ୍ଟ୍ରିକ୍ଟରେ ପେପର୍ ପଢ଼େଇ ଛାଡ଼ିଦେବେ। ଓକେ, ଏମିତି ଥାଏ। ଓକେ, ତ ଆପଣଙ୍କୁ କହିଦେଉଛି, ଏଇଟା ଅନଲାଇନ୍ ଏକ୍ଜାମ୍ ହେଇପାରେ। ଆପଣ ଜାଣିଥିବେ OACBR ବି ଅନଲାଇନ୍ ଏକ୍ଜାମ୍ ହେଲା, ଏଇଟା ଅନଲାଇନ୍ ଏକ୍ଜାମ୍ ମଧ୍ୟ ହେଇପାରେ। ବର୍ତ୍ତମାନ ଟାଇମ୍ରେ ଜାଣିଥିବେ ଅନଲାଇନ୍ ଏକ୍ଜାମ୍ ଚାଲିଛି। ତ ଦେଖିବା ଅନଲାଇନ୍ ହେଉଛି ନା ଅଫଲାଇନ୍ ହେଉଛି, ତ ନୋଟିଫିକେସନ୍ ଆସିଲେ ମଧ୍ୟ ଜାଣିପାରିବେ। ଏବେ ସୁଦ୍ଧା କେହି ବି କହିପାରିବେନି କି ଅଫଲାଇନ୍ ହେବ ଅନଲାଇନ୍ ହେବ। ତେଣୁ ଆପଣଙ୍କୁ ସେ ଅନୁସାରେ ପ୍ରିପାରେସନ୍ କରିବାକୁ ପଡ଼ିବ। ଅନଲାଇନ୍ ହେଉ କି ଅଫଲାଇନ୍ ହେଉ, ଆପଣଙ୍କୁ ସେମ୍ ସିଲାବସ୍ ରହିବ। ତ ତେଣୁ ଆପଣଙ୍କୁ ପଢ଼ାପଢ଼ି କରିବାକୁ ପଡ଼ିବ। ଠିକ୍ ଅଛି, ତ ରିଟିନ୍ କ୍ୱାଲିଫାଇ ହେଲେ ଆପଣଙ୍କୁ ଫିଜିକାଲରେ କ'ଣ ହେବ ମୁଁ ଆପଣଙ୍କୁ କହିଦେଉଛି। ତାପରେ ରିଟିନ୍ରେ କ'ଣ କେମିତି କ'ଣ ପଢ଼ିବାକୁ ପଡ଼ିବ ମୁଁ ଆପଣଙ୍କୁ କହିଦେଉଛି। ଓକେ,
ଯେଉଁମାନେ ଖାସ୍ କରିକି ରିଟର୍ନ କ୍ୱାଲିଫାଇ କରିବେ ତ ସେମାନଙ୍କର ଫିଜିକାଲ୍ ତାପରେ ହେବ। ତ ଫିଜିକାଲ୍ ଖାସ୍ କରି ହାଇଟ୍ ୱେଟ୍ ଚେଷ୍ଟ ମପାଯିବ ଯେଉଁ ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ମେଜରମେଣ୍ଟ। ୟୁଆର୍ ଏସିବିଏସ୍ ମେନ୍ 168 ସେଣ୍ଟିମିଟର ହାଇଟ୍ ଆଉ ୱେଟ୍ ମିନିମମ୍ 55 କେଜି ହେବା ଦରକାର। ୟୁଆର୍ ଏସିବିଏସ୍ ଓମେନ୍ ପାଇଁ 158 ସେଣ୍ଟିମିଟର ଆଉ ଏସ୍ ସି ଏସ୍ ଟି ମେନ୍ ମାନଙ୍କ ପାଇଁ 163 ସେଣ୍ଟିମିଟର ଆଉ ଏସ୍ ସି ଏସ୍ ଟି ଓମେନ୍ ପାଇଁ 153 ସେଣ୍ଟିମିଟର। ଓକେ, ଆଉ ୱେଟ୍ର ଆପଣଙ୍କୁ ଏଇଠି ଅଲରେଡ଼ି ମେନସନ୍ କରିଦେଇଛି, ଆପଣ ନିଜେ ମଧ୍ୟ ଜାଣିପାରିବେ। ତ ଏକ୍ସପାଣ୍ଡ କ'ଣ ରହୁଛି, ୟୁଆର୍ ଏସିବିଏସ୍ ମେନ୍ ଆପଣଙ୍କ ଚେଷ୍ଟ ଏକ୍ସପାଣ୍ଡ ରହୁଛି 79ରୁ 84 ଆଉ ଏସ୍ ସି ଏସ୍ ଟି ମେନ୍ ମାନଙ୍କ ପାଇଁ 76ରୁ 81। ଆପଣ ଜାଣିଥିବେ ଫିମେଲ୍ ମାନଙ୍କ ପାଇଁ ନାହିଁ। ଓକେ, ତ ଫିଜିକାଲରେ ଆପଣଙ୍କୁ ମେଲ୍ ମାନଙ୍କ ପାଇଁ ଅଲ୍ କାଟାଗୋରୀ ୟୁଆର୍ ଏସିବିଏସ୍ ଏସ୍ ସି ଏସ୍ ଟି ଯେକୌଣସି କାଷ୍ଟରୁ ବିଲଙ୍ଗସ୍ କରୁଛନ୍ତି ଆପଣଙ୍କୁ 1600 କିଲୋମିଟର ରନିଂ 1600 ମିଟର ରନିଂ ହେବ, ଯାହାକି 6 ମିନିଟ୍ ସାଢ଼େ 6 ମିନିଟ୍ ଭିତରେ ଆପଣଙ୍କୁ କରିବାକୁ ପଡ଼ିବ। ଓକେ, ଓକେ, ତ ଓମାନ ମାନଙ୍କ ପାଇଁ ହେଲା, ଓମ୍ୟାନ ମାନଙ୍କ ପାଇଁ ହେଉଛି 16 ମିଟର 8 ମିନିଟ୍ 30 ସେକେଣ୍ଡ। ଆରାମସେ ଆପଣ ଯଦି କଣ୍ଟିନ୍ୟୁ ପ୍ରିପାରେସନ୍ ରନିଂ କରୁଥିବେ ୱାର୍କିଂ କରୁଥିବେ ଜଷ୍ଟ ଓକେ ବଡ଼ିକୁ ପ୍ରେସେନ୍ସ ସହିତ ରଖିଥିବେ, ଯଦି ଏକ୍ସରସାଇଜ୍ କରୁଥିବେ ଆରାମସେ ଆପଣ ମାରିପାରିବେ। ଠିକ୍ ଅଛି। ଆଉ ମେନ୍ ମାନଙ୍କ ପାଇଁ ଯେଉଁଟାକି ବ୍ରଡ୍ ଜମ୍ପ ଯେଉଁଟାକି ଲଙ୍ଗ୍ ଜମ୍ପ ରହୁଛି, ଯେଉଁଟାକି 3.66 ମିଟର ତ ପାଖାପାଖି 12 ଫୁଟ 3ଟି ଚାନ୍ସରେ ଆପଣଙ୍କୁ କମ୍ପ୍ଲିଟ୍ କରିବାକୁ ପଡ଼ିବ। ଠିକ୍ ଅଛି। ଓମାନଙ୍କ ପାଇଁ ହେଇ 2.75 ମିଟର ଓକେ 3ଟି ଆଉ ସେମାନେ 3ଟି ଚାନ୍ସରେ କମ୍ପ୍ଲିଟ୍ କରିବାକୁ ପଡ଼ିବ। ଯଦି ଗୋଟେ ଚାନ୍ସରେ କମ୍ପ୍ଲିଟ୍ କରିପାରୁନାହାନ୍ତି ନେକ୍ସଟ ଚାନ୍ସ ଯିବେ, ନେକ୍ସଟ ଚାନ୍ସରେ କମ୍ପ୍ଲିଟ୍ କରିପାରିବେ, ନେକ୍ସଟ ଚାନ୍ସ 2ଥର ଟ୍ରାଏ କରିବେ, 3ଥର ଟ୍ରାଏ କରିବେ, ଯଦି ନହେଲା ଡିସ୍କ୍ୱାଲିଫାଏ। ତେଣୁ 3ଟା ଭିତରେ ଆପଣଙ୍କୁ କ୍ୱାଲିଫାଇ କରିବାକୁ ପଡ଼ିବ। ଓକେ, ତ ଟେନସନ୍ କିଛି ଦରକାର ନାହିଁ, ଫିଜିକାଲ୍ ବହୁତ ଇଜି ଅଛି। ଯଦି ଆପଣମାନେ ସେ କଣ୍ଟିନ୍ୟୁଅସଲି ମୁଁ ଆପଣଙ୍କୁ କହିଦେଉଛି ପ୍ରତିଦିନ 5 କିଲୋମିଟର ମିନିମମ୍ ଆପଣଙ୍କୁ କହୁଛି ଯଦି 3 ମାସ ରନିଂ କରିବେ। ଠିକ୍ ଅଛି। ତ 3 ମାସ କଣ୍ଟିନ୍ୟୁଅସଲି 5 କିଲୋମିଟର, ଏମିତି ହେଇକି କେବଳ ଚାଲିଯିବେ 5 କିଲୋମିଟର, ଏମିତି ଯେମିତି ରନିଂ କରିବା କଥା। ଠିକ୍ ଅଛି। କଣ୍ଟିନ୍ୟୁଅସଲି ଆପଣ ଡେଲି 5 କିଲୋମିଟର 3 ମାସ କଣ୍ଟିନ୍ୟୁ କରି ମୁଁ ଗ୍ୟାରେଣ୍ଟି ଦେଇ କହୁଛି 1600 ମିଟର ଆରାମ 6 ମିନିଟ୍ 30 ସେକେଣ୍ଡରେ ଆରାମସେ କମ୍ପ୍ଲିଟ୍ କରିଦେବେ। ଠିକ୍ ଅଛି। ଏମିତି ନାହିଁ କି ଆପଣଙ୍କୁ 5 କିଲୋମିଟର ପୁରା ସ୍ଲୋ ଯିବାର ଅଛି, ଯେମିତି ପୁରା ପେସେନ୍ସ ସହିତ, ଏମିତି ନାହିଁ କି ଜୋରରେ ଯିବାର ଅଛି, ବଷ୍ଟ ମିଡ଼ିୟମ୍। ଓକେ, ତ କଣ୍ଟିନ୍ୟୁଅସଲି ଫାର୍ଷ୍ଟ ଡେ ପେନ୍ ହେବ, ତ ସେ ଅନୁସାରେ ଆପଣଙ୍କୁ ମ୍ୟାନେଜ୍ କରିବାକୁ ନିଜକୁ ହିଁ ପଡ଼ିବ। ତ ମୋ କଥା ଶୁଣନ୍ତୁ ନାହିଁ, ଆପଣଙ୍କୁ କେମିତି ଠିକ୍ ଲାଗୁଛି କି ମୁଁ ନିହାତି ଭାବରେ କେମିତି ପ୍ରାକ୍ଟିସ୍ କଲେ ମୁଁ 6 ମିନିଟ୍ 30 ସେକେଣ୍ଡ ସେ ଅନୁସାରେ ଆପଣମାନେ ପ୍ରିପାରେସନ୍ ହେଇପାରିବେ। ଏମିତି ନାହିଁ କି ମୋ କଥା ମୁଁ ମୋ ଅନୁସାରେ କହୁଛି, ତ ସେ ଅନୁସାରେ ଆପଣମାନେ ପ୍ରିପାରେସନ୍ କରିବାକୁ ଯିବେ। ଏବଂ ଲଙ୍ଗ୍ ଜମ୍ପ କିଛି ଦରକାର ନାହିଁ, ଲଙ୍ଗ୍ ଜମ୍ପ ବହୁତ ଇଜି ରହୁଛି। 12 ଫୁଟ ଆପଣ ଆରାମସେ ଏକ୍ସରସାଇଜ୍ କରି ବଡ଼ି ହାଲକା କଲେ ଆପଣ ଆରାମସେ 12 ଫୁଟ ମାରିଦେବେ। 12 ଫୁଟ ଏତେ ବି ହାର୍ଡ଼ ନୁହଁ ହେଲା। ଫିଜିକାଲରେ 3 ଗୁଣା ପିଲାଙ୍କୁ ନେବ, ଫିଜିକାଲରେ 3 ଗୁଣା ପିଲାଙ୍କୁ ନେଇକି ତଥାପି ଯଦି ଆପଣଙ୍କୁ ରିଟିନରେ ଯେତେବେଳେ ଫିଜିକାଲ କଟଅଫ୍ ଯଦି 70 ରୁହେ, ମୁଁ ଆପଣଙ୍କୁ କହିଦେଉଛି ଆପଣଙ୍କୁ ଫିଜିକାଲ ଯେଉଁମାନେ ବି କ୍ୱାଲିଫାଇ କରିବେ ଆପଣ ଜାଣିଥିବେ 4 ମାର୍କ 3 ମାର୍କ ଅଧିକ ଯାଉଛି। ଆଉ ଯେକୌଣସି ଆପଣଙ୍କୁ ଫିଜିକାଲ ଓଇସି ବାରିଫ ହେଇଗଲା, ଆପଣ ନିଜେ ଦେଖିପାରୁଥିବେ କଟଅଫ୍ ଯେତେ ଫିଜିକାଲ କଟଅଫ୍ ଗଲା ଫାଇନାଲ୍ କଟଅଫ୍ ସେତେ ଗଲା, ସେତି ହିଁ ଗଲା। ଯେହେତୁ ଆପଣ ଜାଣିଥିବେ ଯେହେତୁ ଫିଜିକାଲ ଇଜି ରହୁଛି, ତ ତେଣୁ ଆପଣଙ୍କୁ ଜାଣିଥିବେ ମାର୍କ ଟିକେ ଯେତେ ଫିଜିକାଲ କଟଅଫ୍ ଯେତିକି ଗଲା 4-5 ମାର୍କ ମଧ୍ୟ ଅଧିକ ଯିବ। ତେଣୁ ଆପଣଙ୍କୁ ଫାଷ୍ଟ କରିକି ଓକେ, ତ ମେଡ଼ିକାଲ ତ କହିଲି, ମେଡ଼ିକାଲ ନାହିଁ କହିଲେ ଚଳେ, ଫିଜିକାଲ ଦିନ ମେଡ଼ିକାଲ ହୋଇଯାଏ। ଜଷ୍ଟ କେଉଁ ଡିଷ୍ଟ୍ରିକ୍ଟରେ ପେପର ପଢ଼ିବା ବି କହନ୍ତି, କେଉଁ ଡିଷ୍ଟ୍ରିକ୍ଟର ବ୍ଲଡ଼ ପ୍ରେସର ମାପି ଦିଅନ୍ତି ସେମିତି। ଓକେ, ତ ଟେନସନ୍ କିଛି ବି ଦରକାର ନାହିଁ। ତ ଫାଷ୍ଟ କଲା ଓକେ, ତ ମେନ୍ ହେଲା ରିଟିନ୍ରେ କ'ଣ କ'ଣ ହେବ ମୁଁ ଆପଣଙ୍କୁ କହିଦେଉଛି। ରିଟିନ୍ରେ ଆପଣଙ୍କୁ ମ୍ୟାଥ୍, ରିଜନିଂ, ଓଡ଼ିଆ ଗ୍ରାମାର, ଇଂଲିଶ, ଓକେ, ଆଉ ଆପଣଙ୍କୁ ସିଚୁଏସନାଲ୍ ଆୱାରନେସ୍, ଓକେ, ଆଉ ଆପଣଙ୍କୁ ଓଡ଼ିଆ ଗ୍ରାମାର ମୁଁ ଆପଣଙ୍କୁ କହିଥିଲି ଏଇ, ଓକେ, ଆଉ କମ୍ପ୍ୟୁଟର, ଏଇ 6ଟି ଜିନିଷ। ଓକେ, ତ ଆପଣ ଆରାମସେ ସିଲାବସ୍ ୱାଇଜ୍ କମ୍ପ୍ଲିଟ୍ କରିବେ, କେମିତି ପଢ଼ିବେ କେଉଁଠୁ ପଢ଼ିବେ। ଓକେ, ତ ତା ବାଦରେ ମୋତେ ଭିଡ଼ିଓ ଆଣିବି, ଯଦି ବି ଦରକାର ହେଉଛି ତ ନିହାତି ଭାବରେ ମୋତେ କମେଣ୍ଟ କରନ୍ତୁ, ନହେଲେ ଟେଲିଗ୍ରାମ ପ୍ରୋଭାଇଡ଼ କରନ୍ତୁ କେଉଁ ବୁକ୍ ପଢ଼ିବେ। ଜଷ୍ଟ ମୁଁ ଆପଣଙ୍କୁ ସର୍ଟରେ କହିଦେଉଛି। ଓଡ଼ିଆ ଗ୍ରାମାର ଆପଣ ଯଦି ଅଷ୍ଟମ ଦଶମ ପଢ଼ିପାରିବେ, ଯଦି ଆପଣଙ୍କ ଗାଁ ଫାଁ ପିଲାଙ୍କୁ ମାଗିକି ପଢ଼ିପାରିବେ, ନହେଲେ ଆପଣଙ୍କୁ ଅନଲାଇନ୍ ଓଡ଼ିଆ ଗ୍ରାମାର ସାରସ୍ୱତ ଆପଣ ପଢ଼ିପାରିବେ ଅଫଲାଇନ୍ ବୁକିଂ କରିକି। ଯଦି ପାଖରେ ପଇସା ରହୁନି ମୋତେ ମେସେଜ୍ କରିବେ, ମୁଁ ଆପଣଙ୍କୁ ଫ୍ରିରେ ମଧ୍ୟ ବୁକ୍ ମଧ୍ୟ ପି.ଡି.ଏଫ୍ ମୋ ପାଖରେ ଅଛି ପ୍ରୋଭାଇଡ଼ କରିଦେବି। ଓକେ, ଆଉ ଗୋଟେ ହେଲା ଇଂଲିଶରେ ବେଷ୍ଟ ରହୁଛି ନିତୁ ସିଂର। ଯଦି ଆପଣମାନେ ଅନଲାଇନ୍ ଅର୍ଡ଼ର କରିପାରିବେ, ନହେଲେ ମୋତେ ମେସେଜ୍ କରିବେ, ମୁଁ ଫ୍ରିରେ ମଧ୍ୟ ଆପଣଙ୍କୁ PDF ପ୍ରୋଭାଇଡ଼ କରିଦେବି। ମ୍ୟାଥ୍ ରିଜନିଂ ବହୁତ ଇଜି ରହୁଛି, ଆପଣ ନିଜେ ଯଦି ପ୍ରାକ୍ଟିସ୍ କରିବେ ସିମ୍ପଲ୍ ଜଷ୍ଟ ଫର୍ମୁଲା। ଓକେ, ଆରାମସେ ଆପଣମାନେ ଫୁଲ୍ ମାର୍କ ମ୍ୟାଥ୍ ରିଜନିଂରେ ଆରାମସେ ଆଣିପାରିବେ। ଓକେ, ଆଉ ଜିକେ ତ କହିଲେ ଜିକେ ତ ସମୁଦ୍ର, ତ ଜିକେ ବେଷ୍ଟ ରହିବ ଲୁସେଣ୍ଟ ଜିକେ। ତ ଓକେ, ଓଡ଼ିଶା ଜିକେ ଯଦି ଓଡ଼ିଶା ବୋଲି ଅଧିକାଂଶ ଓଡ଼ିଶା ଜିକେ ପଢ଼ୁଛି। ଆପଣ ଜାଣିଥିବେ ଓଇସିଆରି ବର୍ତ୍ତମାନ ଯେଉଁ ଏକ୍ଜାମ୍ ହେଲା, ତ ଅଧିକାଂଶ ଜିକେ ବହୁତ ହାର୍ଡ଼ ପଡ଼ିଥିଲା।
ଓକେ ତ ଆପଣଙ୍କୁ ସେ ଅନୁସାରେ ଆପଣଙ୍କୁ ପଢ଼ିବାକୁ ପଡ଼ିବ ଠିକ୍ ଅଛି। ଆଉ ଗୋଟେ କଥା ହେଲା କି ହଁ ଆଉ ଗୋଟେ କଥା ହେଲା କି ଆପଣଙ୍କୁ କମ୍ପ୍ୟୁଟର ଆପଣଙ୍କୁ ସିଲାବସ୍ କମ୍ପ୍ଲିଟ୍ କରିପାରିବ ଆଉ ଦୁଇ ତିନି ଥର ରିଭିଜନ୍ କରିଦେଲେ ଆପଣ ଆରାମସେ ମାର୍କ ଆଣିପାରିବେ। ଓକେ ତ ଏହା ଥିଲା ପୁରା ଡିଟେଲ୍ସ କହିଦେଲି ଡକୁମେଣ୍ଟ କ'ଣ ଦରକାର ଆପଣ କେମିତି ହଁ ଆଉ ଗୋଟେ କଥା କେମିତି ପଢ଼ିବାକୁ ପଡ଼ିବ କିଛି ପିଲାଙ୍କୁ ଆପଣ ନିହାତି ଭାବରେ ଆପଣ ଯେତେବେଳେ ବି ଫ୍ରି ରହୁଛନ୍ତି ଏମିତି ନାହିଁ କି ପିଲା ଅଛନ୍ତି 7-8 ଘଣ୍ଟା ପଢ଼ିକି ମାନେ ଚାକିରି ପାଉନାହାନ୍ତି ପିଲା ଅଛନ୍ତି 2-3 ଘଣ୍ଟା ପଢ଼ିକି ଯେତିକି ପଢ଼ୁଛନ୍ତି ସେତିକି ସେ ଅନୁସାରେ ଯେତିକି ପଢ଼ୁଛନ୍ତି ପୁରା ସେ ଅନୁସାରେ ଆପଣଙ୍କୁ ଯେତିକି ଟାଇମ୍ ମିଳୁଛି ପୁରା ପ୍ରପରଲି ୟୁଟିଲାଇଜ୍ କରିକି ଆପଣ ପଢ଼ାପଢ଼ି କରନ୍ତୁ ନିହାତି ଭାବରେ ଆପଣଙ୍କୁ ସକ୍ସେସ୍ ମିଳିବ। ଓକେ ସକ୍ସେସ୍ ପାଇପାରିବ ଆପଣ ନିଜେ ହିଁ ଜାଣିଛନ୍ତି ମୁଁ କ'ଣ କଲେ ଆପଣ ନିହାତି ଏଇ କ୍ୱାଲିଫାଇ କରିବି ମୋର କ'ଣ ୱିକ୍ ସବଜେକ୍ଟ ଅଛି ସେ ଅନୁସାରେ ଆପଣଙ୍କୁ ପ୍ରିପାରେସନ୍ କରିବାକୁ ପଡ଼ିବ। ସପୋଜ୍ ମୁଁ ଆପଣ କହିବି ମ୍ୟାଥ୍ ରିଜନିଂ ଆପଣଙ୍କର ହେଇଯାଉଛି ତ ଫାଷ୍ଟ କରି ଆପଣ ଜିକେ କିମ୍ବା କମ୍ପ୍ୟୁଟର ଫୋକସ୍ କରନ୍ତୁ ସେଇଟା ସିଲାବସ୍ ରିଭିଜନ୍ ହେଇସାରିଲା ପରେ ତା ନେକ୍ସଟ ଆପଣ ମ୍ୟାଥ୍ ରିଜନିଂ ପଢ଼ିପାରିବେ। ତ ଆପଣ ନିଜକୁ ସେ ଅନୁସାରେ ପ୍ରିପାରେସନ୍ କରନ୍ତୁ କାହା କଥା ଶୁଣନ୍ତୁ ନାହିଁ। ଓକେ ମୋ ସାଙ୍ଗ ମ୍ୟାଥ୍ ରିଜନିଂ ପଢ଼ୁଛି ତମେ ତ ମ୍ୟାଥ୍ ରିଜନିଂ ହେଇଯାଉଛି ମୁଁ କ'ଣ ପାଇଁ ଆପଣ ମ୍ୟାଥ୍ ରିଜନିଂ କରିବି ତ ତେଣୁ ନିଜ ଅନୁସାରେ ପଢ଼ାପଢ଼ି କରନ୍ତୁ ଯାହାଫଳରେ କି ଆପଣ ନେକ୍ସଟ କିଛି ବର୍ଷ ଭିତରେ ଆପଣଙ୍କୁ ସକ୍ସେସ୍ ମିଳିଯିବ। କେବଳ ଡିଷ୍ଟ୍ରିକ୍ଟ ପୋଲିସ ନାହିଁ ଆଗକୁ ବହୁତ ସାରା ଭ୍ୟାକେନ୍ସି ଆସୁଛି ମୁଁ ଆପଣଙ୍କୁ ଆରାମସେ ଭିଡ଼ିଓ ମଧ୍ୟ ପ୍ରୋଭାଇଡ଼ କରିଦେବି। ତ ତେଣୁ ନିହାତି ଭାବରେ ଚ୍ୟାନେଲ୍ ସହିତ ରହିକି ରହନ୍ତୁ। ଓକେ ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ ସେଥିପାଇଁ ଜୟ ଜଗନ୍ନାଥ।